ଶୀତୁଆ ସନ୍ଧ୍ୟାବେଳର ଯେଉଁ ସ୍ନାକ୍ସ ଖାଇବାର ଯେଉଁ ମଜା ନା ସେଇଟା ଆଉ କେଉଁଠି ବି ପାଇବାନି। ତ ଶୀତରେ ସନ୍ଧ୍ୟାବେଳଟାରେ ଚୁଲି ପାଖରେ ବସିକି ଥରି ଥରି ଯେଉଁ କୁରକୁରା ଟାଇପ୍ର ନାସ୍ତା ଯେଉଁ ଖାଇବାର ଯେଉଁ ମଜା ସେଇଟା ଆଉ କେଉଁଥିରେ ବି ନାହିଁ। ତ ଚାଲନ୍ତୁ ଫ୍ରେଣ୍ଡସ୍, ଆଜି ଗୋଟେ ମୁଁ ଆପଣମାନଙ୍କୁ ଏମିତି ରେସିପିଟା ଶିଖେଇବି ଯେ ଆପଣମାନେ କେବେ ବି ଖାଇନଥିବେ। ଏଇଟା ବନେଇବାରେ ଅତି ସହଜ, ତାପରେ ସ୍ୱାଦିଷ୍ଟ। ତ ଆହା। ତ ଚାଲନ୍ତୁ ପଳେଇବା ଡେରି ନ କରିକି ରେସିପି ଆଡ଼କୁ। ତ ମୁଁ ନେଇଯାଇଛି ଏଇଠି ଫୁଲକୋବି, ଦେଖିପାରୁଥିବେ ତାର ପାଖୁଡ଼ା ଗୁଡ଼ାକୁ ଛଡ଼େଇ ନେବେ। ତାକୁ ମିନିମମ୍ 2 ରୁ 3 ଥର ଭଲ ପାଣିରେ ଆକୁ ବଢ଼ିଆ ସେ ଧୋଇ ନେବା। ତ ଧୋଇ ସାରିଲା ପରେ ଏମିତିଆ ଗୋଟେ ଛଞ୍ଚା ନେଇଯିବେ, ତା ଦେହରେ ପୁରା ଗୁଣ୍ଡ ଗୁଣ୍ଡ କରିକି ଆକୁ ଚୁରି ନେବେ। ଫୁଲକୋବି ଯେତିକି ପାରିବେ ସେତିକି ପୁରା ଚୁନ୍ ଚୁନ୍ କରିକି ଆ ଦେହରେ ପୁରା ଗୁଣ୍ଡ କରିଦେବେ। ତାପରେ ଯେଉଁ ଡେମ୍ଫ ଗୁଡ଼ାକ ଯେଉଁ ବାହାରେ ନା, ଫୁଲକୋବି ଯେଉଁ ଆମର କୋରା ହେଇ ସାରିଲା ପରେ ଏ ଡେମ୍ଫ ଗୁଡ଼ା ଯେଉଁ ବାହାରେ ଏଗୁଡ଼ାକୁ ବାହାର କରିଦେବେ। ଏଗୁଡ଼ା ଟୋଟାଲ୍ ପକାଇବେନି, ନହେଲେ ଟେଷ୍ଟଟା ପୁରା ବଦଳିଯିବ। ତ ଫୁଲକୋବି ଗୁଡ଼ାକ ଖାଲି କୋରିଦେବେ, ତା ଡେମ୍ଫ ଗୁଡ଼ାକ ସବୁ ସାଇଡ଼୍ କରିଦେବେ। ବାକି ତକ ତରକାରୀରେ ଯେଉଁଥିରେ ବି ଆପଣମାନେ ୟୁଜ୍ କରିପାରିବେ। ତ ମୁଁ ଫୁଲକୋବି ଗୁଡ଼ାକ କୋରି ସାରିଛି। ତ ଆ ଦେହରେ ମୁଁ ପକାଇ ନେବି 1 କପ୍ ଆମର ଚୁଡ଼ା, ଏଇଟା କଞ୍ଚା ଚୁଡ଼ା। ତ ଆ ଦେହରେ ଆମେ ପକାଇ ନେବା। ତା ଦେହରେ ପକାଇ ନେବା କିଛି ଭିଜା ହେଇଥିବା ମୁଗ ଡାଲି। ମୁଁ ଏଇଟା ଗୋଟେ ମୁଠେ ମୁଗ ଡାଲି ନେବେ, ତାକୁ ଗୋଟେ 2 ରୁ 3 ଘଣ୍ଟା ପାଇଁ ଭିଜେଇ ନେବେ, ସେଇଟା ୟା ଦେହରେ ଆଡ଼୍ କରିନେବେ। ତ ମୁଁ ଏଇଠି ଅଧା କପ୍ ମୁଗ ଡାଲି ଏଇଠି ମୁଁ ଆଡ଼୍ କରି ନେଉଛି। ତା ଦେହରେ ପକାଇ ନେବା କିଛି କଟା ହେଇଥିବ, ଚୁନ୍ ଚୁନ୍ କଟା ହେଇଥିବା ପିଆଜ। ଏଇଠି ମୁଁ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜ ଚୁନ୍ ଚୁନ୍ କାଟିକି ଏଇଠି ମୁଁ ନେଇଯାଇଛି। ତ ଚାଲନ୍ତୁ, ତ ତା ଦେହରେ ପକାଇ ନେବା 1-2 ଚାମଚ ଖଣ୍ଡେ ଆମର ଫ୍ରେଶ୍ ଦହି ଥିଲେ ପକାନ୍ତୁ। ଯଦି ଖଟା ଦହି ଅଛି ତ 1 କପ୍ ପକାନ୍ତୁ। ଯଦି ଦହି ନାହିଁ ନା, ନହେଲେ ଆମର ଲେମ୍ବୁ ବି ଏଇଠି ପକାଇ ପାରିବେ। ତ ମୁଁ ଏଇଠି 2 ଚାମଚ ଦହି ନେଇଯାଇଛି। ଅଳ୍ପ ଟିକେ ନାକୁ ଧନିଆ ପତ୍ର ନେଇଯାଇଛି, ଅଳ୍ପ ଟିକେ ନାକୁ ଭୃସୁଙ୍ଗା ପତ୍ର କାଟିକି ନେଇଯାଇଛି। ତାପରେ ଏଇଠି ଅଧା ଚାମଚ ଖଣ୍ଡେ ଆମର ଅଦା ଆଉ ରସୁଣର ପେଷ୍ଟ ମୁଁ ନେଇଯାଇଛି। ସ୍ୱାଦ ଅନୁସାରେ ଲୁଣ ଆମେ ପକାଇ ନେବା। ତାପରେ ଅଳ୍ପ ଟିକେ ନାକୁ ହଳଦୀ ଗୁଣ୍ଡ ଏଇଠି ଦେଇଦେବା, ଅଳ୍ପ ଟିକେ ନାକୁ ଧନିଆ ଗୁଣ୍ଡ ଏଇଠି ଦେଇଦେବା। ଦେଇ ସାରିଲା ପରେ ଅଳ୍ପ ଟିକେ ନାକୁ କିଛି କୁଟା ହେଇଥିବା ଶୁଖିଲା ଲଙ୍କା ଏଇଠି ଆମେ ପକାଇ ନେବା। ତ ୟାକୁ ବଢ଼ିଆ ମିକ୍ସଚର୍ଟେ ତିଆରି କରିବା। ୟାକୁ ବଢ଼ିଆ ସେ ଆମେ ହାତରେ ଚକୁଟି ୟାକୁ ଗୋଟେ 2 ସେକେଣ୍ଡ ପାଇଁ ଚକୁଡ଼ି ଦେବା। ଗୋଟେ 2 ରୁ 3 ମିନିଟ୍ ପାଇଁ ଘୋଡ଼େଇକି ଛାଡ଼ିଦେବା। ତ ଚାଲନ୍ତୁ ଫ୍ରେଣ୍ଡ, ଘୋଡ଼ାଇ ସାରିଲା ପରେ 2 ରୁ 3 ମିନିଟ୍ ପରେ ଚାଲନ୍ତୁ ଦେଖିବା କେମିତି ହେଇଛି। ତ ଆମର ଚୁଡ଼ା ଗୁଡ଼ାକ ସବୁ ଫୁଲିଗଲାଣି। ତା ଦେହରେ ପକାଇ ନେବା 1/2 ଟିସ୍ପୁନ୍ ହେବ ଆମର ଜିରା। ତ ଆମେ ଏଇଠି ଦେଇଦେବା 1 ଟିସ୍ପୁନ୍ ଚାଉଳ ଗୁଣ୍ଡ। ଯଦି ଚାଉଳ ଗୁଣ୍ଡ ଆପଣମାନଙ୍କ ପାଖରେ ଆଭେଲେବଲ୍ ନାହିଁ ତ ଏଇଠି ଆପଣମାନେ ବେସନ ବି ପକାଇ ପାରିବେ। ବେସନ ପକାଇକି ଆକୁ ଗୋଳେଇ ପାରିବେ। ତ ମୁଁ ଏଇଠି ଚାଉଳ ଗୁଣ୍ଡ ଦେଇଦେଇଛି। ତା ଦେହରେ ଦେଇଦେବା 1 ଟିସ୍ପୁନ୍ ଆମର ଏଇଠି ତେଲ ମୁଁ ଦେଇଦେଇଛି। ତେଲ ଏଇଠି ଦେଇଦେବା। ତ ଦେଖନ୍ତୁ ମୁଁ 1 ଟିସ୍ପୁନ୍ ଆମର ଏଇଠି ତେଲ ମୁଁ ୟୁଜ୍ କରୁଛି। ଆପଣମାନେ ଚାହିଁଲେ ଘିଅ ବି ପକାଇ ପାରିବେ, ଘିଅ ପକାଇକି ବି ଚକୁଡ଼ି ପାରିବେ। ତ ଚାଲନ୍ତୁ, ଚାଉଳ ଗୁଣ୍ଡ ଆଉ ତେଲ ଦେଇ ସାରିଲା ପରେ ଆକୁ ବଢ଼ିଆ ସେ ଆଉ ଥରେ ଟିକେ ନାକୁ ଚକୁଡ଼ି ନେବା। ଯେମିତିକି ଚୁଡ଼ା ପଡ଼ିଛି ନା, ତ ଚୁଡ଼ା ଗୁଡ଼ାକ ଫୁଲିଗଲାଣି। ତାକୁ ହାତରେ ବଢ଼ିଆ ସେ ଆମେ ଚକୁଡ଼ି ନେବା। ଚକୁଟି ସାରିଲା ପରେ ଗୋଟେ ମୁଠା ଏଇଠି କରିବା। ମୁଠା କରିକି ଏଇଠି ଆମେ ହାତରେ ଠିକିରି ସେପ୍ର ଏଇଠି ଆପଣମାନେ ଦେଇଦେବା। ତ ଆପଣମାନଙ୍କର ଯେଉଁ ସେପ୍ ଦରକାର ସେଇ ସେପ୍ ଦେଇପାରିବେ। ମୁଁ କିନ୍ତୁ ଏଇଠି ଠିକିରି ଟାଇପ୍ର ବନେଇ ଦେଉଛି। ତ ଦେଖନ୍ତୁ ଫ୍ରେଣ୍ଡସ୍, ବନେଇ ସାରିଛି। ତ ଏମିତି କରିକି ସବୁ ଏଇଠି ରେଡ଼ି ମୁଁ କରିସାରିଛି। ତ ଦେଖନ୍ତୁ ଏମିତି କରିକି ସବୁ ଏଇଠି ରେଡ଼ି କରିନେବା। ତାପରେ ଚାଲନ୍ତୁ, ତ ଆପଣମାନେ ଚାହିଁଲେ ପତଳା ମୋଟା ବି କରିପାରିବେ, କିନ୍ତୁ ପତଳା କରନ୍ତୁ, ଅଧିକ କ୍ରିସ୍ପି ଲାଗିବ, ବହୁତ ଟେଷ୍ଟ ଲାଗିବ। ତ ଏଇଠି ମୁଁ ବନେଇ ସାରିଛି। ଚାଲନ୍ତୁ ପ୍ୟାନ୍ ବସାଇବା। ପ୍ୟାନ୍ ଟିକେ ନାକୁ ଗରମ ହେଇସାରିଲା ପରେ ତା ଦେହରେ 1 ଟିସ୍ପୁନ୍ ଏଇଠି ଆମେ ତେଲ ଦେବା। ତେଲ ବି ଏଇଠି ବହୁତ କମ୍ ୟୁଜ୍ ହୁଏ, ବେଶୀ ତେଲ ବି ଏଇଠି ୟୁଜ୍ ହୁଏନି। ତ ଏଇଠି ମୁଁ 1 ଟିସ୍ପୁନ୍ ଏଇଠି ତେଲ ଦେଇଦେଇଛି। ତ ତେଲ ଗରମ ହେଇସାରିଲା ପରେ ଆଗରୁ ଯେଉଁ ଆମେ ଯେଉଁ ଠିକିରି ଗୁଡ଼ାକ ତିଆରି କରିକି ଯେଉଁ ରଖିଛେ ସେ ଠିକିରି ଗୁଡ଼ାକ ଗୋଟି କରିକି ଏଇଠି ଆମେ ପକାଇବା। ପ୍ୟାନ୍ରେ ଯେତିକି ଜାଗା ଧରୁଛି ସେତିକି ହିଁ ପକାନ୍ତୁ, ଅଧିକ ପକାଇଲେ ଗୁଣ୍ଡ ହେଇଯିବ। ତ ସେଇଥିପାଇଁ ଯେତିକି ପାରୁଛନ୍ତି ସେତିକି ହିଁ ବନେଇକି ଥରେ ବନାନ୍ତୁ। ତ ଏଇଠି ସବୁ ଗୁଡ଼ାକ ଗୋଟି କରିକି ସଜେଇକି ଏଇଠି ଆମେ ଦେଇଦେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଏଇଠି ସବୁତକ ଦେଇଦେଇଛି। ତ ଚାଲନ୍ତୁ ଏଇଠି ଆଉ 1 ଟିସ୍ପୁନ୍ ଏଇଠି ଆମେ ତେଲ ଦେଇଦେବା। ବେଶୀ ତେଲ ବି ଏଇଟା ଦରକାର ନାହିଁ, ବହୁତ କମ୍ ତେଲରେ ଏଇଟା ହେଇଯାଏ। ନାସ୍ତାଟା ବହୁତ ଟେଷ୍ଟି ବି ଲାଗିଥାଏ। ତ ଏଇଠି ମୁଁ 1 ଟିସ୍ପୁନ୍ ଦେଇଦେଇଛି। ଆକୁ ଭାଜିବା ପାଇଁ ଛାଡ଼ିଦେବା। ତ ଚାଲନ୍ତୁ, ଗୋଟେ ପଟ ଆମର ଭାଜି ହେଇଗଲାଣି। ଏଇଠି ଆଉ ଗୋଟେ ପଟ ଓଲଟେଇକି ଆକୁ ଆଉ ଥରେ ଭାଜିଦେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ଦେଖିଲେ ନା, ଏମିତି କରିକି 2 ପଟ ସାଇଡ଼୍ଟା ଏପଟ ସେପଟ କରିକି 2 ପଟ ଯାକ ବଢ଼ିଆ ସେ ଗୋଲ୍ଡେନ୍ କଲର୍ ଆସିଲା ପର୍ଯ୍ୟନ୍ତ ଏଗୁଡ଼ାକୁ ଭାଜି ନେବେ। ବହୁତ ଶୀଘ୍ର ବି ଭାଜି ହେଇଯିବ।
तो देखते फ्रेंड्स देखिले ना तो एमती करके दी साइड जाक भाजी ने तो युवाक हो गलानी तो देखिपे युवाक बढ़िया कलर भी आसीगला कलर भी पूरा चेंज हो गला तो सीझी गलानी तो चलतु युवाक बाहर कर नवा। तो देखते फ्रेंड्स गर्मा गरम आमर फूलकोबी नास्ता पूरा रेडी हो गला देखिले ना तो निहाती थरे बनातु तो एमती गरम गरम बनातु ए शीत दिन पूरा शीतुआ मजाटा निहाती नियंतु एटा एत्ते बढ़िया लागिबो एत्ते बढ़िया लागिबो फ्रेंड्स जे कथारे मु कहि पारुनी एटा बहुत ही स्वादिष्ट लागिबो। एटा जदि थरे बनेकी खाइचंती तो आउ कोनोसी जिंस भी बाहर जिंस खाइबा पई टोटल इच्छा करिवेनी। तो एटा देखिले ना बनेबा बहुत सहज तापर शीतुआ संध्या बेला पई ना एई रेसिपीटा पूरा दमदार लागिबो बहुत बढ़िया लागिबो। तो निहाती थरे बनांतु यार स्वादिष्ट आपण माने निहाती थरे नियंतु एटा मु दौची ग्यारंटी जे एई नास्ताटा जदि थरे करिके जदि खाइचंती बाहर सिंगड़ा समोसा पकुड़ी खाइबा पूरा पूरी भूली जिवे। तो एटा एत्ते बढ़िया लागिबो निहाती थरे बनांतु। देखते फ्रेंड्स शीत दिन गर्मा गरम नास्ता एटा भी पुणी फूलकोबी नास्ता एटा थरे तैयारी करंतु खांतु यार मजा पूरा डबल रु ट्रिपल आसीजिवो यार मजा। तो यहाँ बाहर जी कड़क लगे पूरा बाहर पूरा क्रिस्पी लगे भितर पूरा सॉफ्ट होगी पाटे पकौ पकौ पूरा मिलई यहाँ बहुत ही बढ़िया लगे नास्ताटा निहाती थरे बनातु। जदि कौटी ना कौटी जदि वीडियोटा टिके भी हेले भी भल लगे तो लाइक शेयर सब्सक्राइब करवा जमा भी भूलें। आदि फास्ट टाइम मो चैनल देखु था तो प्लीज मो चैनल टी सब्सक्राइब करें पाखरे थिबा बेल आइकन टी क्लिक करें मोर नुआ नुआ वीडियो नोटिफिकेशन आपण मानक पई पळेइबो। तो केबे बनाउछंती कोन निहाती कमेंट करंतु केमिति लागुची ए रेसिपीटा निहाती कहबा जमा भी भूलिबेनी। तो मु रहूची जय जगन्नाथ।